ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରୁଛି ଏବଂ ଯେ ଆଧୁନିକ ଭାରତର ନିର୍ମାତା ଯାହାର ପରିକଳ୍ପନାର ଆଜି ଭାରତ ଦେଶ ଗୋଟେ ଆଧୁନିକର ଶୀର୍ଷରେ ପହଞ୍ଚି ପାରିଛି ତାଙ୍କର ଏହି ଦିବସରେ ଆମେ ସମସ୍ତେ ଉପସ୍ଥିତ ହେଇଥିଲେ। ସ୍ମୃତି କମିଟି, ଜିଲ୍ଲା ପ୍ରଶାସନ ଏବଂ ଆମ ଦଳୀୟ ସମସ୍ତ ନେତୃମଣ୍ଡଳୀ ସହିତ ଆଜି ପୁଷ୍ପମାଲ୍ୟ ଅର୍ପଣ କରିଛି। ଏହି ଅବସରରେ ମୁଁ ସମସ୍ତଙ୍କୁ ଆହ୍ୱାନ କରୁଛି ଏହି ପ୍ରକାର ଏକ ବଳିଦାନ ବ୍ୟକ୍ତି ଯିଏ ଦେଶ ମାତୃକା ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଦେଇଥିଲେ ଏ ପ୍ରକାର ବ୍ୟକ୍ତିବିଶେଷ ପୁଣି ଆଧୁନିକତାର ଯେଉଁ ପରିଭାଷା ସେ ପରିକଳ୍ପନା କରିଥିଲେ ସେ ଆଧୁନିକତା ପାଇଁ ଆମେ ସମସ୍ତେ ଏହି ସଦ୍ଭାବନା ଦିବସରେ ପ୍ରତିଜ୍ଞା କରିବା। ଭାରତବର୍ଷ ଯେମିତିକି ଆଧୁନିକରେ ବିଶ୍ୱର ଶ୍ରେଷ୍ଠତର ହୋଇପାରିବ ସେଥିପାଇଁ ଆମେ ସମସ୍ତେ ନିଜ ନିଜ ସ୍ତରରେ ଆମେ ସମସ୍ତେ ସମସ୍ତଙ୍କୁ ପ୍ରେରଣା ଦେବା ଏବଂ ସେହି ପଥରେ ସମସ୍ତେ ଆଗେଇ ଯିବା। ଦେଖନ୍ତୁ ରାଜୀବ ଗାନ୍ଧୀ ଗୋଟେ ଆଧୁନିକ ଭାରତର ନାହିଁ ବିଶ୍ୱର ନିର୍ମାତା। ରାଜୀବ ଗାନ୍ଧୀ ଯେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ସାରା ବିଶ୍ୱରେ ପ୍ରଥମେ ଆଇଟି ଆଣିଥିଲେ ଯେଉଁ ଆଇଟିରେ ଆଜି ସାରା ବିଶ୍ୱ ବହୁତ ଆଗକୁ ଯାଇଛନ୍ତି। ରାଜୀବ ଗାନ୍ଧୀ ଆଣିଥିଲେ ବିଶ୍ୱରେ ପ୍ରଥମ ଆଇଟି ଆଣିଥିଲେ ଯେଉଁ ଆଇଟି ଆଜି ସାରା ବିଶ୍ୱରେ ହେଉଛି। ଆଜି ସାରା ବିଶ୍ୱ ନୂତନ ଯୁଗ ଦେଖୁଛି। ସେଥିପାଇଁ ଆଜି ରାଜୀବ ଗାନ୍ଧୀଙ୍କର ସାରା ବିଶ୍ୱ ନାହିଁ ସାରା ଭାରତରେ ସଦ୍ଭାବନା ଦିବସ ପାଳନ ହେଉଛି ଏବଂ ଦେଶର ଗୋଟେ ବହୁତ ଗୋଟେ ଉନ୍ନତି ଆଣିଥିଲେ ଏବଂ ସେଥିପାଇଁ ଆମେ ଆଜି କୋରାପୁଟର ପ୍ରଶାସନ ଏବଂ ଆମ ଦଳ ତରଫରୁ ଆମେ ତାଙ୍କର ଆଜି ଜନ୍ମ ତିଥିରେ ଆମେ ତାର ପୁଣ୍ୟତିଥିରେ ଆମେ ତାକୁ ସଦ୍ଭାବନା ଦିବସ ପାଳନ କରୁଛୁ ଏବଂ ସମସ୍ତଙ୍କୁ ଆମେ ଆଶା କରୁଛୁ ଯେ ଆଗାମୀ ଦିନ ମଧ୍ୟ ତାର ପାଖେ ଆମେ ଚାଲିବା ଏବଂ ଦେଶର ଉନ୍ନତି ପାଇଁ ଆମେ ଚିନ୍ତା କରିବା।